ମୁଁ ସାଙ୍ଗ ସାଙ୍ଗ ଭାଇ ନମସ୍କାର ଦର୍ଶକ ବନ୍ଧୁ, ଇଏ ହେଲେ ଆମ କାହାଣୀର ମୁଖ୍ୟ ନାୟକ। ନାମ ହେଲା ସୁବ୍ରତ। ହେଲେ କାମ ତାଙ୍କର ବଡ ବଡ ସ୍ୱପ୍ନ ଦେଖିବା, ଆଉ କିଛି ନାହିଁ। କାମ ତାଙ୍କର ଖାଲି ସ୍ୱପ୍ନ ଦେଖିବା, ଆଉ ସ୍ୱପ୍ନରେ ତ ଭାସି ଯାଉଛନ୍ତି। ଦିନିଆ ବର୍ଷା ଲାଗି ପଳେଇ ଆଇଲା ଗାଡି ଚଲେଇଲା। ଓହୋ, କେତେ ବଢିଆ ସ୍ୱପ୍ନଟେ ଭେଟୁଥିଲି। ବାଇକ୍ ଗୋଟେ ଥିଲା, ଆଉ ଟିକେ ଖାଲି ଗଡି ଯାଇଥିଲେ ସୁନ୍ଦରିଆ ଝିଅ ବି ଗୋଟେ ପଟେଇଲେ। ହେଲେ କଣ କରିବି, ସ୍ୱପ୍ନଟା ବି ପୁରା ହେଇପାରିଲାନି। ଓହୋ, ସାଙ୍ଗକୁ ଫୋନ ଟିକେ କରିବା, ବୁଲି ବୁଲା ଟିକେ ଯିବା ଆଉ। 6, 7, 8 ଜୁନ ଜୁନ ଜୁନ। ହ୍ୟାଲୋ ସାଙ୍ଗ। ହ୍ୟାଲୋ, ଇଏ ହେଲେ ଆମ ହିରୋଙ୍କର ସାଙ୍ଗ। ନାଁ ହେଲା ମହେଶ। କାମ କିଛି ନାହିଁ, ଖାଲି କଥାଟା ବଡ ବଡ ଆଉ। କଣ କରୁଛୁ ବେ? ଆ ବୁଲି ଯିବା। ହଁ ସାଙ୍ଗ, ଆରେ ଏ ବିଜନେସ ଆଡେ ଟିକେ ଥିଲି ଆଉ। ହଁ ସୁନ୍ଦରିଆ ସୁନ୍ଦରିଆ ବୋତଲ ହେଇଛି ତ। ହଉ 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 ହଉ। लेकिन ये साला कर क्या रहा है यहाँ पे। ସାଙ୍ଗ କଣ କହୁଥିଲୁ? ସାଙ୍ଗ କଣ କହୁଥିଲି କି, ଝିଅ ଗୋଟେ ପଟେଇବା ବୋଲି କହୁଥିଲି ଆଉ। ଝିଅ ତୁ ପଟେଇବୁ? ତ ମୁହଁ ଦେଖିବୁ, ଭାଲୁ ଖାଇଦେଇଛି ତୋ ମୁହଁକୁ। 108ଟା ରିଜେକ୍ଟ ହେଲା ପରେ 109 ନମ୍ବର ଯୋଉ ଯାଇଥିଲେ, ତା ବାପ ତୋତେ ବାଡେଇବା ପାଇଁ ଦୌଡେଇଥିଲା। ଝିଅ ପଟେଇବ ନା ଆଉ। ଏଇ ସାଙ୍ଗ ଏଇଟା ଲାଷ୍ଟ ବାହା ହେବି, ସେଇ ଝିଅଟାକୁ ଟିକେ ବାହା ହେବି। ଲାଷ୍ଟ ତ? ହଁ ଫାଇନାଲ ସେଇ ଝିଅଟାକୁ ଟିକେ ବାହା ହେବି। ଟିକେ କଣ ବେ, ଏତିକି ଖଣ୍ଡେ ହେଇଯାଉନୁ ବା। ସେଇ ଭଳିଆ ଟିକେ ହେବି ଆଉ। ସେଇ ଭଳିଆ କଣ, ଚାଲ ଫାଇନାଲ ତ? ହଁ ଏଇଟା ଲାଷ୍ଟ। ଲାଷ୍ଟ, ଏଇଟା ପୁରା ଲାଷ୍ଟ। ଏଇ ଗୋଲାପ ଫୁଲ ଆଜି ମୁଁ ଦେଇଦେବି, ବାହା ହେବି ଆଜି। ସାଙ୍ଗ ଏ ନୂଆ ଡ୍ରେସ କୋଉଠୁ ପାଇଲୁ ବେ? ତା ସବୁ ପୁରା ଫାଇନାନ୍ସ କରିଦେଇଛି। ତତେ କିଏ ଫାଇନାନ୍ସ ଦେଲା ବେ? ମୋ ମୁହଁ ଟା ଦେଖିକି ତ 2-2.5 ଟଙ୍କାରେ ମତେ ଆକୁ ସବୁ ଫାଇନାନ୍ସ ଦେଇଦେଇଛି ଆଉ। ମୁହଁକୁ ଫାଇନାନ୍ସ ମିଳୁଛି? ଆଚ୍ଛା ଚାଲ। ଏ ସେ ଝିଅଟା ଦେଖିଲୁ। ନା ସେଟା ହଗୁରିଟା, ସେଟାକୁ ମୁଁ ବାହା ହେବି। ଆଚ୍ଛା, ଆଉ ଗୋଟେ ଦେଖିବା। ହଁ ସେଟା ନା ଏଇ ଝିଅଟା ଦେଖିଲୁ, ଏଇ ଝିଅଟା। ନା ବେ ସେଟା ମାକୁଡିଟା। ସେଟା ଦେଖିଦେଲେ ବାନ୍ତି ଲାଗୁଛି। ଓହୋ, ଆଜିକାଲି ଝିଅ ମିଳିବାଟା ଭାରି କଷ୍ଟ। ହଁ ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି କଲୁ ନାହିଁ ବେ? ମୁଁ ତ ଆନିବାଡି ଫେଲ ଗଭର୍ଣ୍ଣମେଣ୍ଟ ଆନିବାଡି ନାହିଁ, ଅଙ୍ଗନବାଡି ଫେଲ ତ। ହଁ ଏକ୍ସାକ୍ଟଲି ସେଇଟା। ଦେଖିବା କୁଆଡୁ ଗୋଟେ। ତ ମନର ମଇନା, ତୋ ମାଲ ମିଳିଗଲା। ଅନ୍ଧାରେ ବିଜୁଳି ବତିରେ ମିଶିଲା ବତି। ତୋର ପ୍ରସ୍ତାବ ଟା ପକେଇଦେ ଆଉ। ଦେଖିଲୁ କଣ ବେ, ଯାହା ଆରେ ସାଙ୍ଗ ତୋ ଚପଲ ଟା ବେ। ଏମାୟ କରିକି ପିନ୍ଧିଲେ ଏମିତି ଧୀରେ ବେଳେ ହବ। ମୁଁ ସାଙ୍ଗ ଭାଇ ଠାକୁ ମୁଁ ତମକୁ ପ୍ରେମ କରେ। ତମେ ମତେ ଯଦି ବାହା ହେବା ପାଇଁ ଚାହୁଁଛ ନା, ଆମ ଘରକୁ ପ୍ରସ୍ତାବ ନେଇକି ଯିବା ପାଇଁ ପଡିବ। କିନ୍ତୁ ତମେ କଣ କର? ମୋର ଗୋଟେ ପ୍ଲାଷ୍ଟିକ ବିଜନେସ ଅଛି ଆଉ। ତାହେଲେ ତ ହବ ଆଉ। ସାଙ୍ଗ ହେଲା। अच्छा बेस्टটা তো বলছেন না। ओ पानी बोतल, ओ तेरी थम्सअप बोतल, या 7 टଙ୍କା या। ଆରେ ସତରେ ତ ସେଟା ତ ମୋ ବୟଫ୍ରେଣ୍ଡ। ଓ ତାହା ହେଲେ ଇଏ ଜରି ଗୋଟଉଛି, ଆଉ ମତେ କହୁଛି ମୁଁ ପ୍ଲାଷ୍ଟିକ ବିଜନେସ କରୁଛି ବୋଲି। ମୋ ସହ ଏତେ ଚିଟ୍, ତା କଥା ବୁଝିବାକୁ ପଡିବ। ଆଚ୍ଛା, ମୋ ସାଙ୍ଗକୁ ମାରିବା ପ୍ଲାନ୍ ଅଛି ନାଇଁ? ଦେଖିନେବି ଲୋ ଝିଅ ତତେ। ସିଆ
ଏ ସାଙ୍ଗକୁ ଜଣେଇବାକୁ ପଡିବ। ହଁ ହ୍ୟାଲୋ ଧନ। ହଁ ଧନ, ଆମେ ଟିକେ ଦେଖା କରିପାରିବା କି? ହଁ, ଏଇ ଯୋଉ ଆମର ଗାଁ ପାଖରେ ଅଛି ଯୋଉ ପାହାଡ ନା, ସେଠି। ହଉ ହଉ ଯିବି। ହଉ ଠିକ ଅଛି, ପାହାଡଟେ ପହଞ୍ଚିବାର ଅଛି ତ। ହଉ ହଉ। ହଉ ଠିକ ଅଛି, ତମେ ଆସ, ମୁଁ ଅପେକ୍ଷା କରିଛି। ହଉ। ଆରେ 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 ସାଙ୍ଗ ସାଙ୍ଗ ହଁ ହଁ ସାଙ୍ଗ। ଯୋଉ ତୋ ଗାର୍ଲଫ୍ରେଣ୍ଡ ହଁ ହଁ। ଗାର୍ଲଫ୍ରେଣ୍ଡ ମାରିବା ପାଇଁ ସତରା କଣ? ହଁ ସେ ଆଜି ତ ଡାକିଥିବ। ହଁ ହଁ, ପାହାଡ ଉପରକୁ ଡାକିଛି। ହେଲେ ଶୁଣ ବେବି, ବେବି, ବେବି। ଉଲ୍ହା ମୁଁ ଏମିତି କଣ ହଉଛ? ଚାଲ ସିଆଡେ ବୁଲିଯିବା। ହଉ ବେବି, କଣ କହୁଥିଲ କୁହ। ତମେ ଗୋଟେ ଚିଟର, ତମେ ଗୋଟେ ମିଛୁଆ, ତମେ ଗୋଟେ ଠକ। ତମେ ଏମିତି ମୋ ସହ ଖେଳ ଖେଳିବ ବୋଲି ମୁଁ ମୋ ଜୀବନରେ ବି ଭାବିନଥିଲି। ମୁଁ କଣ କଲି? ତମେ ପୁରା କହୁଥିଲ ପ୍ଲାଷ୍ଟିକ ବିଜନେସ କର ବୋଲି ତମେ, ହେଲେ ତମେ ତ ରାସ୍ତା କଡରେ ବୋଟଲ ଗୁଟଉଛ। ମୁଁ ମୋ ବାପାକୁ କଣ ଜବାବ ଦେବି? କଣ ଜବାବ ଦେବି ମୋ ବାପାକୁ? ତମକୁ ମୁଁ କେବେ ହେଲେ ବି ଛାଡିବି ନାହିଁ, ମନେ ରଖିଥିବ ଏ କଥା। ତମକୁ ତ ମୁଁ ଛାଡିବିନି। କଣ ଭାବୁଛୁ ତୁ ମୋ ସାଙ୍ଗକୁ ମାରିଦେବୁ? ହଁ, ମାରିଦେବି। ମୁଁ କଣ କିଛି ଶୁଣିନି? ମରିବୁ ତ ତୁ। ଦେଖ ତୋର ଅବସ୍ଥା। ପେଲି ଦେବେ ସାଙ୍ଗ। ତ ଦର୍ଶକ ବନ୍ଧୁ, ଆପଣ ମାନେ ଏଥିରୁ କଣ ଶିଖିଲେ? ଭାଇ ଭାଇ ମୁଁ କହିବି, କହ। ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଛନ୍ତି ଗୋବିନ୍ଦ। ଯିଏ ସର୍ବଦା ଅନ୍ୟକୁ ବିପଦରେ ପକେଇଥାଏ, ସେ ନିଜେ ହିଁ ସେଇ ବିପଦରେ ପଡିକି ନଷ୍ଟ ହେଇଯାଏ। କହୁନୁ ଲାଇକ୍ ବହୁତ ପରିଶ୍ରମ କରିଛୁ, ଦୟାକରି ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିଦିଅନ୍ତୁ। ଆରେ ତମେ ମାନେ ବି କୁହ। ସବସ୍କ୍ରାଇବ କର। ଲାଇକ୍, ଜୟ ଜଗନ୍ନାଥ। ସବସ୍କ୍ରାଇବ।